जा तू ମୁଁ ତମ ଗୋଡ ମଡ଼ିବାକୁ କହିଥିଲି ମଣିଷକୁ ଶାନ୍ତିରେ ଟିକେ ବଞ୍ଚିବାକୁ ଦବ ନାହିଁ। ଭଗବାନ, ଇଆଡେ ମଣିଷର ମନ ଭଲ ନାହିଁ, ୟାଙ୍କର ଇଆଡେ ପ୍ରେମ ଉଛୁଳି ପଡୁଛି। ଆରେ ଶୁଣୁଛ, ଏ ପଇସା ନିଅ, ଆଗକୁ ନୂଆ ବର୍ଷ ଆସୁଛି, ତମ ପାଇଁ କିଛି କିଣି ନବ। ଆରେ ତମ ପାଇଁ କିଛି ଆଣିଛ? ନାଇଁ, ମୋର କିଛି ଦରକାର ନାହିଁ। ଆରେ ମୋ ପାଖରେ ଯାହା ଅଛି ମୁଁ ଆଡଜଷ୍ଟମେଣ୍ଟ କରିନେବି। ଆରେ ପଇସା ନିଅ, ଆର ମାସ ପାଇଁ ନା ଚାଉଳ ଆଣିବ ହରି। ଆର ମାସରେ ଚାଉଳ ସବୁ ସରିଯିବ। କଣ ସେତେବେଳେ ପାର୍ଟି କଲି ବୋଲି ରାଗିଛ? ଏତେ ରାଗ ଦେଖିବା ଦରକାର ନାହିଁ। ଶୁଣ, ଟଙ୍କା ଦେଇଛି, କିଛି କିଣି ନିଅ। ଆରେ ଜମା ମୁଁ ରାଗି ନାହିଁ। ଆରେ ତମର କାମ ଦାମ ନାହିଁ, ତମର ମନ ମାନସିକତା ଭଲ ନାହିଁ, ତମେ ସେଇ ରାଗରେ ମତେ କିଛି ପଦେ କହିଦେଲ। ଏଇ ନୂଆ ବର୍ଷରେ କିଛି ନ କିଣିକି ରହିହବ, ହେଲେ କିଛି ନ ଖାଇକି ରହିହବନି। ଏଇ ଟଙ୍କାରେ ତମେ ଯଦି ସଂସାର ପାଇଁ କିଛି ଖାଇବା ଆଣିବ, ମୁଁ ବହୁତ ଖୁସି ହେବି। କାରଣ ଏଇ ସଂସାରଟା ହଉଛି ଆମ ଦି ଜଣଙ୍କର। ବାହାଘର ପରେ ଗୋଟେ ଝିଅ ପାଇଁ ତା ସ୍ୱାମୀ ନା ସବୁ କିଛି। ତା ସ୍ୱାମୀ ପାଖରୁ ସ୍ନେହ ଶ୍ରଦ୍ଧା ଆଉ ଟିକେ ଭଲ ପାଇବା ପାଇଗଲେ ନା ତାର ଆଉ କିଛି ଦରକାର ନାହିଁ। ସରି, ମୋର ଭୁଲ ହେଇଯାଇଛି। ମୁଁ ସେତେବେଳେ ନା ସେମିତି କହିବାଟା ଜମାରୁ ଠିକ ନଥିଲା। କାହିଁକି ନା ମୋ ମନଟା ଭଲ ନାହିଁ, କୋଉଠି କିଛି କାମ ବି ମତେ ମିଳୁନି, ଆଉ ସେଇଥିପାଇଁ ରାଗରେ ତମକୁ ସେମିତି କହିଦେଲି। ତେଣୁ ମୋ ଖରାପ ସମୟରେ ତମେ ହିଁ ଆସିକି ମୋ ପାଖରେ ଛିଡା ହବ ନା, ଆଉ କେହି ବି ଆସିକି ମୋ ପାଖରେ ଛିଡା ହେବେନି ନା। ମୋ ଖରାପ ସମୟ ପ୍ରୋବ୍ଲେମଟାକୁ ନା ତମ ସାଙ୍ଗରେ ସେୟାର କରିବା ଉଚିତ। ଆର୍ଥିକ ଦୃଷ୍ଟିକୋଣରୁ ତମେ ମୋ ପାଖରେ ଛିଡା ନ ହେଲେ କଣ ହେଇପାରିଲା, ମାନସିକ ଦୃଷ୍ଟିରୁ ତମେ ତ ମୋ ପାଖରେ ଛିଡା ହେଇପାରିବ ନା। ସ୍ତ୍ରୀ ଯଦି ପାଖରେ ଛିଡା ହୁଏ, ସ୍ୱାମୀ ତାର ଖରାପ ସମୟକୁ ଅତି ସହଜରେ ଅତିକ୍ରମ କରିପାରିବ। ଆଉ ସ୍ତ୍ରୀ ଯଦି ପାଖରେ ନ ରୁହେ, ସ୍ତ୍ରୀ ଯଦି ରାଗାରଗି କରେ, ତାହେଲେ ଗୋଟେ ଭଲ ସ୍ୱାମୀର ଜୀବନ ନଷ୍ଟ ହେଇଯାଇପାରେ।